नमस्कार जय जगन्नाथ साଙ୍ଗ ମାନେ ମୁଁ ଆଶା କରୁଛି ଆପଣ ମାନେ ସମସ୍ତେ ଭଲରେ ଥିବେ ମୁଁ ବି ଭଲରେ ଅଛି ତ ଆଜିର ବ୍ଲଗ୍ ଷ୍ଟାର୍ଟ ହେଉଛି ସକାଳୁ ସକାଳୁ ତ ଚାଲନ୍ତୁ ଆଜିର ବ୍ଲଗ୍ଟିକୁ ଷ୍ଟାର୍ଟ କରିବା ବେଶୀ ଡେରି ନ କରି ତ ମୁଁ ଆଶା କରୁଛି ଆପଣମାନେ ନିହାତି ଏ ବ୍ଲଗ୍ଟିକୁ ଦେଖିବେ ତ ଚାଲନ୍ତୁ ସାଙ୍ଗମାନେ ଆଜିର ବ୍ଲଗ୍ଟିକୁ ଷ୍ଟାର୍ଟ କରିନେବା ଏବେ ଟିକେ ଆମେ କାମ କରିବୁ ମାନେ କାନ୍ଥଟି ଆମର ପୁରା ଫାଟି ଯାଉଛି ତ ସେଇ କାନ୍ଥଟିକୁ ଭାଙ୍ଗିଦେବୁ ଭାଙ୍ଗି ଦେଇକି ମାନେ ଭାଙ୍ଗିବୁନି ଟିକେ ଯୋଉ ଫାଟି ଯାଇଛି ସେଗୁଡାକୁ ଟିକେ କଣ କୁହନ୍ତି ଆମ ଭାଷାରେ କାର୍ନି କୁହନ୍ତି ମୁଁ ଜାଣିନି ଆପଣମାନେ କଣ କୁହନ୍ତି ସେଥିରେ ଖେଚ ଖେଚ କରିଦେବୁ ଆଉ ସେଥିରେ ମାଟି ଗୁଡାକୁ ପୁରା ଥାପି ଦେବୁ ମାନେ ପୁରା ଷ୍ଟ୍ରଙ୍ଗ ହେଇକି ରହିବ କାନ୍ଥଟି ମାନେ ଦି ଫାଳ ନ ହେଇଯାଉ ସେଥିପାଇଁ ତ ଏବେ ମା ଆମର ପାଣି ଆଣୁଛନ୍ତି ଆଉ ମାଟି ଗୁଡା ଭିଜେଇଛୁ ତ ସେଗୁଡାକୁ ଟିକେ ଚକୁଟି ଦେବୁ ତାପରେ ଥାପି ଦେବୁ ଯଦି ଆଉ ପାରିବି ତ ମୁଁ ଆପଣମାନଙ୍କୁ ଦେଖେଇବା ପାଇଁ ଚେଷ୍ଟା କରିବି ତ ସରିଗଲେ ପରେ ହେଲେ ବି ଦେଖେଇ ଦେଇ ପାରିବି ତ ଚାଲନ୍ତୁ ଆମର ତ କାମରେ ଲାଗିଯିବୁ ଏବେ ଆମେ ଏବେ ଆମର ମାଟି ଚକଟା ଚାଲିଛି ମୁରୁମ ଆଉ ମାଟି ଗୋବର ମିଶେଇକି ପୁରା ସ୍ପେଶାଲ ବାଲା ମସଲା ତିଆରି ହେଉଛି ମୁଁ ଦେଖୁଥିବି ତମମାନଙ୍କୁ ନା ଦେଶୀ ମସଲା ଆମର ହେଇଗଲା ହଁ ନା ମା ହେଇଗଲା ହେଇଗଲା ହଉ ମସଲା କିଏ ଖାଏ ଟିକେ ହାଣ୍ଡିଆ ଟିକେ ପିଇଲେ ବି ଆଉ ପରେ କାମ କରିବି ହେଲା ଏପଟେ ଆମେ ହାଣ୍ଡି ଗୁଡାକୁ ଶୁକେଇ ଦେଇଛୁ ଏଥିରେ ଆମେ ହାଣ୍ଡିଆ ତିଆରି କରୁ ଆଉ ଦେଖନ୍ତୁ ଆକାଶକୁ କେତେ ସୁନ୍ଦର ଦେଖାଯାଉଛି ସିନ୍ ସୁନ୍ଦର ଦେଖାଯାଉଛି ନା ଏଇ ଦେଖନ୍ତୁ ଯେମିତି ଆର୍ଟ କରାହେଇଛି ଭଳିଆ ଦେଖାଯାଉଛି ଆଜି ଆମେ ଆମ ଘରକୁ ସର୍ଜରୀ କରୁଛୁ ମୋ ମା ସର୍ଜରୀ କରୁଛନ୍ତି ହଁ ନା ମା ହଁ ସରୋଜରୀ କରୁଛି ସର୍ଜରୀ କରୁଛୁ ଲୋକମାନଙ୍କୁ ସର୍ଜରୀ କରନ୍ତି ଆମେ କିନ୍ତୁ କାନ୍ଥକୁ ସର୍ଜରୀ କାନ୍ଥ ଗୁଡା ଆମେ ସରୋଜରୀ କରିବା ସରୋଜରୀ ଘର ତ ଭାଙ୍ଗିଦେଲ ଭାଙ୍ଗିଦେଲ ଭାଙ୍ଗି ଯାଅ ଭାଙ୍ଗି ନୂଆ ଯାଅ ଘର ତିଆରି କରିବା ତିଆରି କରିବ ନା ତିଆରି କରିବ ତିଆରି କରିବା ତିଆରି କରିବ ସାଙ୍ଗମାନେ ଆଜିଠୁ ଆମର ଷ୍ଟାର୍ଟ ହେଲା ଘର କାମ ଆଉ ଏବେ ଆପଣ ମାନେ ଏମିତି ଦେଖୁଛନ୍ତି ଆଉ କିଛି ଦିନ ପରେ ଏଇ ଘରଟି ମାନେ ଏଇ ଘରର ଚେଞ୍ଜେସ୍ ଦେଖିପାରିବେ ଆଉ ପେଣ୍ଟିଂ ହେଲା ପରେ ତ ଆହୁରି ସୁନ୍ଦର ଲାଗିବ ଏବେ ତ ଏତେ ସୁନ୍ଦର ଲାଗୁନି ହେଲେ ବି ଘର ତ ଯେମିତି ଘର ହେଲେ ବି ମାନେ ନିଜ ଘର ତ ଭଲ ହିଁ ଲାଗିବ ନା ତ ଏବେ ତ ଭଲ ହିଁ ଲାଗୁଛି ଏବେ ବି ପେଣ୍ଟିଂ ହେଲା ପରେ ଦେଖିବା ଆହୁରି ସୁନ୍ଦର ଲାଗିବ ତ ଆଜିଠୁ ଆମର କାମ ଷ୍ଟାର୍ଟ ହେଇଛି ତ ଦେଖିବା ଆଗକୁ ଆଗକୁ କଣ ହଉଛି ଯାହା ବି ହବ ଭଲ ହିଁ ହବ ତ କାମ ତ ଷ୍ଟାର୍ଟ କରିଦେଇଛୁ ଆଉ ଆଗକୁ ବହୁତ କିଛି ପର୍ବ ଆସିବା ପାଇଁ ଯାଉଛି ସେଥିପାଇଁ ବି ଟିକେ ଘର ସଫାସଫି ମାନେ କାମରେ ଲାଗି ଯାଉଛୁ ଆଉ ମା ଆଉ ମୁଁ ହିଁ କରିବୁ ଆମ ଘରେ ତ ଆଉ ସେମିତି କାମ କରିଲା ବାଲା ତ ଆଉ କେହି ବି ନାହାନ୍ତି ଆମେ ଦି ଜଣ ହିଁ ଅଛୁ ଆମେ ଦି ଜଣ ମିଶିକି ମା ଝିଅ ଘର କାମ କରିବୁ ଆଉ ଏବେ ତ ପେଣ୍ଟିଂ ହେଇନି ଏତେ ସୁନ୍ଦର ବି ଲାଗୁନି ପେଣ୍ଟିଂ କଲା ପରେ କେତେ ସୁନ୍ଦର ଲାଗିବ କେମିତି ଦେଖାଯିବ ତ ଏଇ ବ୍ଲଗ ମାଧ୍ୟମରେ ହିଁ ଆପଣମାନଙ୍କୁ ଦେଖେଇବି ତ ଦେଖିବା କଣ ସବୁ ହଉଛି ଆଜି ଆମର ରୋଷେଇ ହଉଛି ମାଛ ଶାଗ ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି ପୁରା ଫ୍ରେଶ ଏବେ ହିଁ ଆଣିଛନ୍ତି ମାର୍କେଟରୁ ଆଉ ଏଇଟା ଆମ ପଟେ ହଉଛି 20 ଟଙ୍କା ଆଉ ଆମ ଭାଷାରେ ଏଇଟାକୁ କୁହନ୍ତି ପୁନକେ ଆ ତ ଓଡ଼ିଆର ତ ମାର୍ସି ଶାଗ ହିଁ ନା ଯଦି ମୁଁ ଭୁଲ କହିଥିବି ତ ନିହାତି କମେଣ୍ଟ କରିବେ ତ ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି ତ ଏଇଟାକୁ ଏବେ ଆମେ ରୋଷେଇ କରିବି ହେଇଥିଲା ସାଙ୍ଗମାନେ ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ଯଦି ଭିଡ଼ିଓ ଭଲ ଲାଗିଥିବ ତ ନିହାତି ଗୋଟେ ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ୍ କରିବେ
ଆଉ ଆପଣମାନେ ତ ଭିଡ଼ିଓ ଦେଖୁଛନ୍ତି ହେଲେ ଲାଇକ୍ କରୁନାହାନ୍ତି କି ସବସ୍କ୍ରାଇବ୍ ବି କରୁନାହାନ୍ତି। ସେସବୁ ତ ଫ୍ରି ଅଛି, କାହିଁକି କରୁନାହାନ୍ତି? ଆମେ ଛୋଟ ୟୁଟ୍ୟୁବର ବୋଲି ଆପଣମାନେ ସେସବୁ କରୁନାହାନ୍ତି ନା, ଆମ ଭିଡ଼ିଓ ବି ଦେଖୁନାହାନ୍ତି। ପ୍ଲିଜ୍ ଆପଣମାନେ ଥରେ ତ ଆମ ଭିଡ଼ିଓକୁ ଦେଖନ୍ତୁ। ଯଦି ଆପଣମାନଙ୍କୁ ଭିଡ଼ିଓ ଭଲ ନ ଲାଗେ ତ ସ୍କିପ୍ କରିଦିଅନ୍ତୁ। ଆଉ ଆପଣମାନଙ୍କ ସପୋର୍ଟ ତ ଆମକୁ ନିହାତି ଦରକାର। ଆପଣମାନେ ଆମକୁ ସପୋର୍ଟ କଲେ ଯାଇକି ଆଗକୁ ଯାଇପାରିବେ। ତ ହଉ, କିଛି କଥା ନାହିଁ, ଯେଉଁମାନଙ୍କୁ ଇଚ୍ଛା ହବ ତ ଦେଖିବେ, ନହେଲେ ତ ନାହିଁ ଆଉ। ତ ପୁଣି ଦେଖା ହବା ଗୋଟେ ନୂଆ ବ୍ଲଗ୍ରେ। ନମସ୍କାର, ଜୟ ଜଗନ୍ନାଥ।